ରତ୍ନଭଣ୍ଡାର ଭିତରୁ ଶୁଭୁଛି ଶବ୍ଦ। ତା ଭିତରେ ରହିଛି ଭୟଙ୍କର ସାପ। ଭିତରୁ ଶୁଭୁଛି ସୁ ସୁ ଗର୍ଜନ ସାଙ୍ଗକୁ ଭିତରୁ ମିଳିଛି ମଣିଷ ଖପୁରି ଓ ନର କଙ୍କାଳ। ରହିଛି ରହସ୍ୟମୟ ସୁଡ଼ଙ୍ଗ ରତ୍ନଭଣ୍ଡାରରେ। ଆଜ୍ଞା ହଁ, ଏମିତି ଅନେକ ଗୁଡ଼ିଏ କାହାଣୀ ଆମେ ଶୁଣିଛନ୍ତି ସୋସିଆଲ ମିଡ଼ିଆ ଆଉ ଇଲେକ୍ଟ୍ରୋନିକ୍ସ ମିଡ଼ିଆରେ। ରତ୍ନଭଣ୍ଡାରକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ମନ୍ତବ୍ୟ ମଧ୍ୟ ଆସିଥାଏ। ଆଉ ଏବେ ରତ୍ନଭଣ୍ଡାର ଖୋଲିବାର 3 ଦିନ ହୋଇଯାଇଛି। ମୁଖ୍ୟ ପ୍ରଶାସକଙ୍କ ସହ ଟିମ୍ର ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ଖୋଲାଯାଇଥିଲା ରତ୍ନଭଣ୍ଡାର। ଆଉ ରତ୍ନଭଣ୍ଡାରର ଅନ୍ୟ ସମସ୍ତ ରତ୍ନକୁ ପରଖା ଯାଇଥିଲା। ଆଉ ଏହାରି ମଧ୍ୟରେ ଅନେକ ଗୁଡ଼ିଏ ଯେଉଁ କଳ୍ପନା ଜଳ୍ପନା ମାଳିକାକୁ ନେଇ ରତ୍ନଭଣ୍ଡାରକୁ ସହ ଯୋଡ଼ନ୍ତି, ତାହାର ପର୍ଦାଫାଶ ମଧ୍ୟ ହୋଇଛି। ବହୁ ଗୁଡ଼ିଏ ସୋସିଆଲ ମିଡ଼ିଆରେ ଆପଣମାନେ ଜାଣିଥିବେ ଯେ ରତ୍ନଭଣ୍ଡାରକୁ ନେଇ ଅନେକ ଗୁଡ଼ିଏ ଡରାବନା କାହାଣୀ ମଧ୍ୟ ସୃଷ୍ଟି କରାଯାଇଥିଲା। କିନ୍ତୁ ତାହାର ଅପେକ୍ଷାର ଅନ୍ତ ଘଟି ରତ୍ନଭଣ୍ଡାର ଖୋଲାଯାଇଛି। ମୁଖ୍ୟ ପ୍ରଶାସକଙ୍କ ସାମ୍ନାରେ ଏବଂ ଟିମ୍ର ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ଖୋଲାଯାଇଥିଲା ଏହି ରତ୍ନଭଣ୍ଡାର। ତେବେ ରତ୍ନଭଣ୍ଡାରରେ କ'ଣ ସବୁ ଅଛି ଆଉ ରତ୍ନଭଣ୍ଡାରକୁ ନେଇ ମୁଖ୍ୟ ପ୍ରଶାସକ ମଧ୍ୟ ବହୁ ଗୁଡ଼ିଏ ମନ୍ତବ୍ୟ ଦେଇଥିଲେ, ତାହାକୁ ମଧ୍ୟ ଆମେ ଅନ୍ୟ ଭିଡ଼ିଓରେ ଦେଖାଇଲୁ ଯେ 46 ବର୍ଷ ପରେ ଖୋଲା ଯାଇଥିଲା ଭିତର ରତ୍ନଭଣ୍ଡାର। ଶୁଭ ମୁହୂର୍ତ୍ତ ଥିଲା 1:28, ଯାହାକି ପ୍ରଭୁ ଶ୍ରୀ ଲୋକନାଥଙ୍କ ପାଖରୁ ଆଜ୍ଞାମାଳ ଆଣି ଖୋଲାଯାଇଥିଲା ଆମର ରତ୍ନଭଣ୍ଡାର। ଏଠି ଆପଣମାନଙ୍କୁ କହି ରଖୁଛି ଯେ ବାହାର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରକୁ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍ରେ ସ୍ଥାନାନ୍ତର କରାଯାଇଛି। ଆଉ ମଧ୍ୟ SOP ମୁତାବକ ଭିତର ଘର ଖୋଲାଯାଇଛି। ଆଉ ମଧ୍ୟ ଏବେ ଚାବିରେ ଖୋଲିଲା ନାହିଁ ରତ୍ନଭଣ୍ଡାର। ଯେଉଁ ଚାବି ଥିଲା ସେଥିରେ ମଧ୍ୟ ରତ୍ନଭଣ୍ଡାର ଖୋଲିଲା ନାହିଁ। SOP ମୁତାବକ ଭିତର ଘରର 3ଟି ତାଲାକୁ ମଧ୍ୟ ଭଙ୍ଗା ଯାଇଥିଲା, ଯାହାକି ମୁଖ୍ୟ ପ୍ରଶାସକ ଯେଉଁ ସୂଚନା ଦେଇଥିଲେ ଆପଣଙ୍କୁ ମଧ୍ୟ ଆମେ କହି ରଖୁଛୁ ଯେ ରତ୍ନଭଣ୍ଡାରକୁ ନେଇ ଆଜି ରହସ୍ୟମୟ ରତ୍ନଭଣ୍ଡାର NP କ୍ରିଏସନ୍ ମାଧ୍ୟମରେ ଆମେ ବନେଇଛୁ, ଯାହାକି ଚାଙ୍ଗଡ଼ା ଘରେ ତିଆରି କରାଯାଇ ବହୁତ ଗୁଡ଼ିଏ ଅସ୍ଥାୟୀ ରତ୍ନଭଣ୍ଡାର ଭିତର ରତ୍ନଭଣ୍ଡାରକୁ ଅଳଙ୍କାର ଆସିବା ପରେ ହିଁ ଗଣତି ହେବ। ଆପଣମାନଙ୍କୁ କହି ରଖୁଛୁ ଭିତର ରତ୍ନଭଣ୍ଡାର ଘରେ ପଶିଥିଲେ କମିଟିର ସମସ୍ତ ସଦସ୍ୟ। ଯେଉଁ ରତ୍ନଭଣ୍ଡାରରୁ ମରାମତି ପାଇଁ ଖୋଲାଯାଇଛି ତାହାକୁ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍ ଗୋଟେ ବନାଯାଇଛି, ଯେଉଁଥିରେ କି ରତ୍ନମାନ ସବୁ ରଖାଯିବ ଏବଂ ପରେ ମଧ୍ୟ କାଉଣ୍ଟ କରାଯିବ, ଯାହାକି ସୂଚନା ମୁତାବକ କହିଛନ୍ତି ପ୍ରଶାସକ ଯେ କି ସମୟ ନଥିବାରୁ ଅଳଙ୍କାରକୁ ସ୍ଥାନାନ୍ତରିତ କରାଯାଇପାରି ନାହିଁ। ଆଉ ବହୁ ତ୍ରିସ୍ତରୀୟ ସୁରକ୍ଷା ମଧ୍ୟରେ ବର୍ତ୍ତମାନ ରତ୍ନଭଣ୍ଡାର ଖୋଲାଯାଇଛି। ଆପଣମାନଙ୍କୁ କହି ରଖୁଛି ଏ ହେଉଛି ଆପଣମାନଙ୍କୁ NP କ୍ରିଏସନ୍। ଏଥିରେ 231 ପ୍ରକାରର ରତ୍ନ ଅଛି। ବାହାର ରତ୍ନଭଣ୍ଡାରରେ ମଧ୍ୟ ଆପଣମାନଙ୍କୁ କହି ରଖୁଛୁ ଅଳଙ୍କାରର ଓଜନ ପ୍ରାୟ 8175 ଭରି ହେବ। 39 ପ୍ରକାର ରୂପା ଅଳଙ୍କାର ରହିଛି ରତ୍ନଭଣ୍ଡାରରେ। 4671 ଭରିର ରୂପା ଅଳଙ୍କାର ରହିଛି ରତ୍ନଭଣ୍ଡାରରେ ଏବଂ ଚଳନ୍ତି ରତ୍ନଭଣ୍ଡାର 8 ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାର ଥିବା ଅଛି ଏବଂ ଏହାର ଓଜନ 299 ଭରି ହେବ, ଯାହାକି କୁହାଯାଏ। 23 ପ୍ରକାର ରୂପା ଅଳଙ୍କାର 2603 ଭରି ମଧ୍ୟ ହେବ ରହିଛି ରତ୍ନଭଣ୍ଡାରରେ, ଯାହାକି ବହୁ ଗୁଡ଼ିଏ ରତ୍ନ ନେଇକି ଆମର ପୂର୍ବର ଯେଉଁ ଥିଲେ ରାଜା ମହାରାଜା ମାନେ ବିଜୟ ଲାଭ କରି ଆଣିଛନ୍ତି। 1905 ଓ 1926 ମସିହାରେ ଖୋଲାଯାଇଥିଲା ରତ୍ନଭଣ୍ଡାର। ପରବର୍ତ୍ତୀ ସମୟରେ 1982ରେ ରତ୍ନଭଣ୍ଡାର ଖୋଲାଯାଇଥିଲା। ଆପଣମାନଙ୍କୁ କହି ରଖୁଛୁ ଯେ 1982ରେ କେବଳ ମହାପ୍ରଭୁଙ୍କର ଯେଉଁ ଅଳଙ୍କାର ନିର୍ମାଣ ପାଇଁ ଖୋଲାଯାଇଥିଲା। 1962ରେ ମଧ୍ୟ ତତ୍କାଳୀନ ଶ୍ରୀମନ୍ଦିର ପ୍ରଶାସନ ତିରୁପତି ମନ୍ଦିରର ଅଧ୍ୟକ୍ଷଙ୍କ ସାମ୍ନାରେ ମଧ୍ୟ ଖୋଲାଯାଇଥିଲା, ଯାହାକି ସ୍ଥିତି ଯାଞ୍ଚ ମଧ୍ୟ କରାଯାଇଥିଲା ରତ୍ନଭଣ୍ଡାରର ସେତେବେଳେ 1962 ମସିହାରେ। 1962ରେ କେତେକ ସୁନା ଓ ରୂପା ରହିଛି ତାହା ମଧ୍ୟ ଯାଞ୍ଚ କରାଯାଇଥିଲା। ଯେ 1967ରେ ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ କରାଯାଇଥିଲା, ଯାହା ଆପଣମାନଙ୍କୁ କହି ରଖୁଛି। ଆଜି 1969ରେ ଚନ୍ଦନ ଯାତ୍ରା ସମୟରେ ମହାପ୍ରଭୁଙ୍କ ବିମାନ ସଜାଇବା ପାଇଁ କିଛିଟା ସ୍ୱର୍ଣ୍ଣ ଅଳଙ୍କାର ମଧ୍ୟ ରତ୍ନଭଣ୍ଡାରରୁ ଖୋଲାଯାଇଥିଲା ଏବଂ 1972 ଏବଂ 1974 ମସିହାରେ ନୂଆ ମହାଲକ୍ଷ୍ମୀଙ୍କର ମୂର୍ତ୍ତି ନିର୍ମାଣ ପାଇଁ ମଧ୍ୟ କିଛିଟା ରତ୍ନ ଖୋଲାଯାଇଥିଲା ରତ୍ନଭଣ୍ଡାରରୁ। 1978ରେ ଭିତର ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ଯାଞ୍ଚ ସହ ସୁନା ରୂପା ଆଦି ଅଳଙ୍କାର ମଧ୍ୟ ଯାଞ୍ଚ କରାଯାଇଥିଲା। 1982ରେ ସରକାରଙ୍କ ଅନୁମତିରେ ରତ୍ନଭଣ୍ଡାର ଖୋଲାଯାଇ 3337 ଭରି ସୁନା ମଧ୍ୟ ଯାଞ୍ଚ କରାଯାଇଥିଲା। 1985 ଜୁଲାଇ
14 ବଡ଼ ଠାକୁରଙ୍କର ଚିତା ମରାମତି ପାଇଁ ସୁନା ଅଳଙ୍କାର ମଧ୍ୟ ରତ୍ନଭଣ୍ଡାରରୁ ଖୋଲାଯାଇଥିଲା। ଏମିତି 2018ରେ ରତ୍ନଭଣ୍ଡାର ଖୋଲିବାକୁ ପ୍ରୟାସ ମଧ୍ୟ ଉଦ୍ୟମ ହୋଇଥିଲା, ତାହା ମଧ୍ୟ ବିଫଳ ହୋଇଥିଲା। ଆପଣମାନଙ୍କୁ କହି ରଖୁଛୁ ରତ୍ନଭଣ୍ଡାର ଯେଉଁ ରହସ୍ୟମୟ ରତ୍ନଭଣ୍ଡାରକୁ ନେଇ ବହୁ ଗୁଡ଼ିଏ ସୋସିଆଲ ମିଡ଼ିଆ ଏବଂ ଇଲେକ୍ଟ୍ରୋନିକ୍ସ ମିଡ଼ିଆରେ ଯେଉଁ ଆସେ ମାଳିକା ସହିତ ଜଡ଼ିତ କରନ୍ତି। ଆପଣମାନଙ୍କୁ କହି ରଖୁଛୁ ଯେ ରତ୍ନଭଣ୍ଡାର ସେମିତି କିଛି ବି ନାହିଁ। ଫିର୍ ବି ଆମେ ଜଗନ୍ନାଥ ବିଶ୍ୱାସୀ, ଜଗନ୍ନାଥ ପ୍ରେମୀ। ଜୟ ଜଗନ୍ନାଥ, ହର ହର।